ମାନିବାକୁ ପଡିବ ଆଜ୍ଞା ଏ ବିଜେଡି ର ନେତା ମନ୍ତ୍ରୀ ମାନଙ୍କୁ। ମାନିବା ପାଇଁ ପଡ଼ିବ ଆଜ୍ଞା ଏ ବିଜେଡ଼ିର ନେତାମାନଙ୍କୁ। ନନ୍ଦିଘୋଷ ରଥ ଗଡ଼ିଲାନି ବୋଲି ଏତେ ମାନେ ସୋବାଜି କରିବା କ'ଣ ଦରକାର ଅଛି? ହଁ ଏତେ କଥା ଅଛି ଆଜ୍ଞା, ଆମେ ତ କାହିଁ କିଛି ଜାଣିପାରିଲେନି। ବିଜେପି ଯୋଉଟା ଯାହା କରୁଛି ସେଟା ଆମକୁ ସବୁ ଶୁଣି ଯିବାର ଅଛି ବା ବିଜେଡି ର ନେତା ମନ୍ତ୍ରୀ ମାନଙ୍କୁ ଚୁପ୍ ରହିବା ଦରକାର। କାହିଁକି ସେମାନେ ଯେତେ ଯାହା କଲେ ବି ଟିକେ ଚୁପ୍ ହେଇଯିବା ଦରକାର। ହୁଏତ ଆମ ସମାଜରେ ଏମିତି ବି ବହୁତ ଅନେକ ଶାଳବେଗ ଅଛନ୍ତି ଯେଉଁମାନେ କି ଆଜି ବି ଠାକୁରଙ୍କୁ ଏତେ ଭଲ ପାଆନ୍ତି ଯେ ହୁଏତ ସେ ନିବେଦନ କରିଥିବେ। ହଁ ଭକ୍ତ ଶାଳ ବେଗ ଅଛନ୍ତି। ହଁ ପରା, ଆମେ ଜାଣିଛୁ ସେ ଭକ୍ତ ଶାଳ ବେଗଟା ହଉଛି ଇଏ ଆଦାନୀ। ଆଉ ଏଇଟାକୁ ନେଇକି ତର୍ଜମା କରିବା, ଏଇଟାକୁ ନେଇକି ସମାଲୋଚନା କରିବା କେତେ ଦୂର ଠିକ୍ କହିଲେ ଆଜ୍ଞା? ମଣିଷର ମୋଟି ଭ୍ରଷ୍ଟ ହେଇଗଲାଣି ହେଲା। ହଁ ଆଦାନୀ କଣ କମ ଭକ୍ତ ଶାଳ ବେଗ? ଆଦାନୀ ପରା ମହାପ୍ରଭୁଙ୍କୁ ଦେଖା କରିବା ଲାଗି ଆସିବ ବୋଲି କହିଥିଲା, ମହାପ୍ରଭୁ ନିଜେ ରହିଗଲେ, ଗଲେ ନାହିଁ, ଗଡିଲେ ନାହିଁ। ତମେ ଶୁଣି ନା? ସିଏ ପରା ବଡ ଭକ୍ତ ଶାଳ ବେଗ। ଆଉ ସିଏ ଆମର ଯେଟା ବୁଝେଇଲେ ସେଇଟା ବୁଝିବା ନିହାତି ଦରକାର ନା। ଆଉ ହଉ ମାଉସୀ, ଆଉ କିଛି କହିବ ନା ଏତିକିରେ ରହିବ? ତମ ମୁହଁକୁ ଯଦି ଲଜ୍ଜା ଶର୍ମ ଥାଏ ତାହେଲେ ଆଉ ଭିଡିଓ ବନେଇବା ଲାଗି ଆସ ନାହିଁ। ତମେ ପରା ଦିନେ ଆସିକି ରାଜନୀତି ବିଷୟରେ ଜ୍ଞାନ ପେଲୁଥିଲ। ଦେଖ ଇଏ ଆମ ଓଡିଶାର ଲୋକଙ୍କ ସରକାର, ମୋହନ ମାଝି ଗୋଟେ ଗରିବ ଘରରୁ ଆସି ସେଇ କଥା ବୁଝଉଥିଲ। ଆଜି ତମେ ଜାଣିପାରୁନ ଗୋଟେ ବର୍ଷ ଭିତରେ କଣ ହେଲା କଣ ନହେଲା କିଛି ଜାଣିପାରୁନ। ଇଏ ରଥ ତଳେ ପରା ଏଠି ନମାଜ ପଢା ହେଲାନି।